सरल सह समीकरण। ଏହି ସରଳ ସହ ସମୀକରଣରେ ଦୁଇଟି ୱାର୍ଡ ଅଛି, ସରଳ ଓ ସହ ସମୀକରଣ। ଉଭୟକୁ ଆମେ ଗୋଟିଏ ଗୋଟିଏ କରି ବୁଝିବା। ପ୍ରଥମେ ସରଳ ସମୀକରଣ। ଯେଉଁ ସମୀକରଣର ଘାତ 1 ହୋଇଥାଏ ତାହାକୁ ସରଳ ସମୀକରଣ ବୋଲି କୁହାଯାଏ। ସମୀକରଣର ଘାତ କ'ଣ? ଦେଖ, ଏହି ସମୀକରଣରେ ଦୁଇଟି x ଅଛି ଓ ଏହି xର ଉପରେ ଯେଉଁ ସଂଖ୍ୟା ଅଛି ତାହା ହେଲା ଘାତାଙ୍କ। ତ ଏହି ଦୁଇଟି x ଉପରେ ଥିବା ଦୁଇଟି ଘାତାଙ୍କ ମଧ୍ୟରୁ ଯିଏ ବଡ଼ ତାହା ହେଲା ଏହି ସମୀକରଣର ଘାତ। ଏଠାରେ ବଡ଼ ଘାତାଙ୍କ 2 ଅଛି, ତ ଏହି ସମୀକରଣର ଘାତ ହେଲା 2। ତାପରେ ଏହି ସମୀକରଣରେ ଗୋଟିଏ x ଅଛି ଓ ଏହି xର ଉପରେ କିଛି ବି ନାହିଁ, ମାନେ ଏଠାରେ 1 ଅଛି। ଓ ଯେହେତୁ ଏଠାରେ xର ଉପରେ 1 ଅଛି ଓ ଅନ୍ୟ କିଛି ବି ନାହିଁ, ସେଥିପାଇଁ ଏହି ସମୀକରଣର ଘାତ ହେଲା 1 ଓ ଏହି ସମୀକରଣକୁ ଆମେ କହିବା ଏକ ସରଳ ସମୀକରଣ। ତାପରେ ସହ ସମୀକରଣ। ଯଦି ଗୋଟିଏ ସମୀକରଣରେ ଦୁଇଟି ଅଜ୍ଞାତ ରାଶି ଥିବେ, ଯେପରିକି x ଓ y, ତାହେଲେ ସେହି ସମୀକରଣର ସମାଧାନ କରିବା ପାଇଁ, ମାନେ x ଓ yର ମୂଲ୍ୟ ବାହାର କରିବା ପାଇଁ ଆଉ ଗୋଟିଏ ସମୀକରଣର ଆବଶ୍ୟକତା ପଡ଼ିଥାଏ। ତ ଯେଉଁ ସମୀକରଣର ସମାଧାନ ପାଇଁ ଅନ୍ୟ ଗୋଟିଏ ସମୀକରଣର ଆବଶ୍ୟକତା ପଡ଼ିଥାଏ ତାହାକୁ ସହ ସମୀକରଣ ବୋଲି କୁହାଯାଏ। ତ ଏବେ ଆମେ ଜାଣିଲେ ଯେ ସରଳ ସମୀକରଣ ମାନେ ହେଲା ଏମିତି ଏକ ସମୀକରଣ ଯାହାର ଘାତ 1 ହୋଇଥିବ ଓ ତାହାର ସମାଧାନ ପାଇଁ ଅନ୍ୟ ଏକ ସମୀକରଣର ସାହାଯ୍ୟ ନେଉଥିବ।